କିଛି ଆଜ୍ଞା ଅମଳ ହେଇନି, ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି ଆଜ୍ଞା। ହଁ ଆଜ୍ଞା, କାଲି ଦିନ 3ଟା ବେଳେ ଆଜ୍ଞା ହଠାତ୍ କାଳବୈଶାଖୀ ଆସିକି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ହଁ ସମ୍ପୂର୍ଣ୍ଣ। ଆଜ୍ଞା 1 ଏକର ଚାଷ କରିଥିଲି, ସେଥିରେ ମୁଁ କରଜ ବାରଜ କରିକି 50,000 ଇନଭେଷ୍ଟ କରିଥିଲି। କିନ୍ତୁ ଆଶା କରିଥିଲି ଯେ ଏଇ ବର୍ଷ ଟିକେ ଭଲ ମକା 2 ପଇସା ହବ ବୋଲି। କିନ୍ତୁ କାଳ ବୈଶାଖୀ ଏମିତି ସାଜିଲା ଯାହାକି ସବୁ ଶୁଆଇ ଦେଇଛି। ୟାର ଭରଣ ପୋଷଣ ପାଇଁ ସରକାର କିଛି ଆମକୁ ସହାୟତା କଲେ ଆମେ ବିଶେଷ ଉପକୃତ ହବୁ, ଆମେ ଏହା ଆଶା କରୁଛୁ ଆଉ। ନହେଲେ ଚାଷୀ କୂଳ ପୁରା ଭାସିଯିବେ। ଆଉ ଜଣେ ଚାଷୀକି ଆମେ ପଚାରିବା କଣ କରିବା। ଆଜ୍ଞା ମୁଁ ତ 2 ଏକର ଚାଷ କରିଥିଲି ହେଲା, ହଠାତ୍ କାଲି ଏମିତି ଯୋଉ କାଳ ବୈଶାଖୀ ଆସିଲା, ମକାକୁ ପୁରା ହଉଛି ଶୁଆଇ ଦେଇକି ପଳେଇଲା। ଅମଳ ଟାଇମ ଆଉ 2-4 ଦିନରେ ଅମଳ କରିଥାନ୍ତୁ, ସେ ମକା ଯାହାକି ଆଉ କେହି ନେବେନି, ସେ ତଳେ ପଡ଼ିଗଲା ମାନେ ପୋକ ଖାଇଯିବେ, ଆଉ ଚଢ଼ିଯିବ ମକା, କେହି ନେବେନି ସେ ମକା ହେଲା। ଆପଣଙ୍କ ଜରିଆରେ ଆମେ ସରକାରଙ୍କୁ କିଛି ଅନୁରୋଧ କରୁଛୁ ହେଲା, କିଛି ସହାୟତା ସହାନୁଭୂତି ଯଦି ପ୍ରଦାନ କରିବେ ଚାଷୀ କୂଳ ଟିକେ ଉପକୃତ ହେବେ। ଆଜ୍ଞା ଅସୁବିଧା କଣ, ଆମେ ତ ଆପଣ ତ ଦେଖୁଛନ୍ତି ବର୍ତ୍ତମାନ ଗଛ କେମିତି ମକା ଗଛ ଶୋଇଯାଇଛି, ମକା ଗଛ କେମିତି ଶୋଇଯାଇଛି, ଯାହାକି ଆମର ମୁଁ କରିଥିଲି ଏକରରେ 30 ଗୁଣ୍ଠୁ ପାଖାପାଖି, ପାଖାପାଖି 50ରୁ 60 ହଜାର ଟଙ୍କା ଖର୍ଚ୍ଚ କରିଥିଲି।